ହରେ କୃଷ୍ଣ। ଆଜି ଅଭିମନ୍ୟୁ ଆଉ ଧମ୍ୟ ଋଷିଙ୍କ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି। ଆପଣ ମନ ଦେଇକିରି ଶୁଣନ୍ତୁ, ତ ଆଜି ବହୁତ ମଜା ଲାଗିବ। ମାନେ ଯେଉଁ ମନମାନି ଆଚରଣ କଲା ପରେ କ'ଣ କ'ଣ ଘଟୁଛି ଏସବୁ ବିଷୟରେ ଜାଣିବ। ତ ଅଭିମନ୍ୟୁ ତାଙ୍କ ବାପା ଗୋଟେ ରାଜା ଥିଲେ। ତ ତାଙ୍କେ ଗୋଟେ ତାଙ୍କର ପୁତ୍ର ଥିଲେ। ତ ତାଙ୍କ ବାପା କ'ଣ କଲେ, ଏଇ ବହୁତ ନଟଖଟ କାମ କରୁଥାଏ, କଥା ଶୁଣୁନଥାଏ କାହାର ବି। ତ ଆଣିକିରି ଧମ୍ୟ ଋଷି ପାଖରେ ଛାଡ଼ିଦେଲେ। ଛାଡ଼ିଲା ପରେ ପ୍ରଥମ ଦିନ ଧମ୍ୟ ଋଷି ଦେଖିଲେ ଯେତେବେଳେ ସେ ବହୁତ ମୋଟା ଥିଲେ ଆଉ ତାଙ୍କ ଟିକେ ଚଗଲାମି ଥିଲେ। ତ ଗୁରୁଜୀ କ'ଣ କରିଛନ୍ତି, ତାକୁ ପ୍ରଥମ ଦିନ ଖାଇବାକୁ ଦେଇନାହାନ୍ତି। ତ ଖାଇବାକୁ ଦେଲେନି। ତାକୁ ସନ୍ଧ୍ୟାରେ ବହୁତ ଭୋକ କରୁଛି। ତ ସକାଳ ପାଇଗଲା ମଧ୍ୟ ସେ କହିନି କିଛି। ତ ସକାଳ ପାଇଲା ପରେ ଗୁରୁଜୀ ମୋତେ ପ୍ରବଳ ମାତ୍ରାରେ ଭୋକ ଲାଗୁଛି। ଗୁରୁଜୀ କହେ, ଯା ଆଜି ଭିକ୍ଷା ମାଗିକିରି ଆସେ, ଭିକ୍ଷା ମାଗିକିରି ଆଇଲା ପରେ ଯାଇ ତତେ ଖାଇବାକୁ ଦିଆହବ। ତ ସେ କ'ଣ କରିବ, ଭିକ୍ଷା ମାଗିବାକୁ ଯିବ। ଭିକ୍ଷା ମାଗିବାକୁ ଯାଇକି ତାକୁ ପ୍ରବଳ ମାତ୍ରାରେ ଭୋକ ଲାଗୁଥିବ। ଭୋକ ଲାଗିବା ପରେ ସେ କ'ଣ କରିବ, ସେ ଯେଉଁ ଲୋକମାନେ ଯେଉଁ ଦେଇଛନ୍ତି ସେ ଫଳକୁ ସେ ଖାଇ ଦେଇଥିବ। ଖାଇକିରି ଆଇଥିବ ଗୁରୁଜୀ ପାଖକୁ। ସନ୍ଧ୍ୟାବେଳକୁ ଯେତେବେଳେ ଆସିବ, ଗୁରୁଜୀ ପଚାରିବେ, ଆଜି ତୁ ବହୁତ ବଡ଼ ଭୁଲ କରୁଛୁ। ନା ଗୁରୁଜୀ, ମୁଁ ଆଜି ଯେଉଁ ଦେଇଥିଲେ ସେ ଫଳ ମୁଁ ସବୁ ଖାଇ ଦେଇଛି। ତ ସେଇଠି ଗୁରୁଜୀ କହେ, ତୁ କାଲିଠୁ ବଣକୁ ଯିବୁ ଗାଈ ଚରେଇବାକୁ, ଆଜି ଆଉ ଟିକେ ଖାଇବା ଦିଆହେବନି। ତ ଗୁରୁଜୀ ତାକୁ ଜଙ୍ଗଲକୁ ପଠେଇବେ ଗାଈ ଚରେଇବାକୁ। ତ ପ୍ରଥମ ଦିନ ଗାଈ ଚରେଇବାକୁ ଯିବେ। ପ୍ରବଳ ମାତ୍ରାରେ ତ ଖାଇବା ଭୋକ ଲାଗୁଥିଲା, ଏବେ ଶୋଷ ବି ଲାଗୁଛି ପ୍ରବଳ ମାତ୍ରାରେ। ତ ସେଇଠି ବାଛୁରୀ ଗାଈ ପିଉଥିବ, ଗାଈର କ୍ଷୀର ପିଉଥିବ। ତ ସେ ସମୟରେ ସେ ଦେଖିଛି, ମୁଁ ହେଲେ ମଧ୍ୟ ସେମିତି ପିଇଦେବି। ଗାଈକି ସାଇଡ଼୍ କରି ସେ ନିଜେ ପିଇ ଦେଇଛନ୍ତି। ପିଇକିରି ସନ୍ଧ୍ୟାବେଳକୁ ଆସିଛନ୍ତି। ତ ଦେଖିବେ, ତା ମୁହଁକୁ ଦେଖିବେ, ପୁରା ମୁହଁ ଚମତ୍କାର, ପୁରା ଚିକ୍କଣ ଦେଖାଯାଉଥିବ। କିଛି ବି ତାକୁ କିଛି ପ୍ରବଳ ମୁହଁ ନଥିବ। ଗୋଟେ ଭୋକିଲା ଲୋକ କେମିତି, ଆଉ ଗୋଟେ ଜଣ ପିଇକିରି ଠିକ୍ ଥିବ ବୋଲେ ସେ କେମିତି ଦେଖାଯାଉଥିବ। ତ ଗୁରୁଜୀ ସବୁ ଜାଣିଥିଲେ। ଜାଣିଲା ପରେ ତାକୁ କ'ଣ କରିଛନ୍ତି, ତାକୁ କହିଛନ୍ତି ଯା ସେକେଣ୍ଡ ଦିନ ପାଇଁ ମଧ୍ୟ ଜଙ୍ଗଲ ଗାଈ ଚରାଇବାକୁ ଯିବାକୁ କହିଛନ୍ତି। ଖାଇବାକୁ ଦେଇନାହାନ୍ତି। ଖାଇବା ନଦେଲେ ଆଜି କିନ୍ତୁ ସେ ଭୁଲ ଆଉ କରିବୁନି, ଗୁରୁଜୀ ମନା କରିଛନ୍ତି। କଲା ପରେ କହିବେ, ଗୁରୁଜୀ ତ ଖାଇବାକୁ ଦେଲେନି କି ପିଇବାକୁ ହେଲେ ଦେଲେନି। ଆଉ କ'ଣ କରି ସେଠି ଦେଖିଲେ ବହୁତ ମାତ୍ରାରେ ଶୋଷ ବି ଲାଗୁଛି। ତାଙ୍କର ଓଠ ମାନେ ପୁରା ମାନେ ପାଟିରୁ ଶବ୍ଦ ବି ବାହାରୁନି, ଅଠା ଅଠା ହେଇଯାଉଛି ପାଟି। ତ ସେଇ ସମୟରେ କ'ଣ କରିଛନ୍ତି, ଦେଖିଲେ ବାଛୁରୀ ତ କ୍ଷୀର ପିଇଲା ପରେ ତାର ମୁଖରେ ଫେଣ ଲାଗିଛି। କହିଲେ, କ୍ଷୀର ପିଇବାକୁ ସିନା ଗୁରୁଜୀ ମନା କରିଛନ୍ତି, ଫେଣଟା ଚାଟିବାକୁ ମନା କରିଛନ୍ତି। ସେ ଫେଣଟାକୁ ସେ ଚାଟି ଦେଇଥିବ। ଚାଟିକିରି ଆସିଥିବେ। ସନ୍ଧ୍ୟାବେଳକୁ ଗୁରୁଜୀ ଦେଖିବେ, ଆକୁ କାହିଁ ସେମିତି କିଛି ବି ହେଇନି ଆକୁ। ତ ଗୁରୁଜୀ ପଚାରିବେ, କ'ଣ ଆଜି ଭୁଲ କରୁଛୁ? ନାଇଁ ଗୁରୁଜୀ, କ୍ଷୀର ମୁଁ ଆଜି ପିଇନି, କିନ୍ତୁ ଗାଈର ମୁଖରେ ଯେଉଁ ଫେଣଟା ଲାଗିଥିବ ସେଇ ଜିନିଷଟା ମୁଁ ଚାଟି ଦେଇଛି। ଆଜି ବି ମଧ୍ୟ ଯାହା ଗାଈ ଚରାଇବାକୁ। ତ ଗାଈ ଚରାଇବାକୁ ଯିବେ। ଗାଈ ଚରାଇବାକୁ ଯେତେବେଳେ ଯିବେ, ବୁଲି ବୁଲିକିରି ଆସିବା ପରେ ତ ପ୍ରବଳ ମାତ୍ରାରେ ଭୋକ ଲାଗୁଥିବ। ଇଆଡ଼େ ଗାଈ ଚରାଉଥିବେ ନା ଖରାରେ। ତ ପ୍ରବଳ ମାତ୍ରାରେ ଭୋକ, ଶୋଷ ସବୁ ପ୍ରକାର ତାକୁ ପ୍ରବଳ ହେଉଥିବ। ସେଠି କ'ଣ କରିବ, ଆଉ ଗୁରୁଜୀଙ୍କର କଥା ନ ଶୁଣି ଏକ ବଢ଼ିଆ ପତ୍ର ସବୁ ଚୋବେଇକିରି ଖାଇଦେବେ। ଖାଇଲା ପରେ କେଉଁ ପତ୍ର ଖାଉଛନ୍ତି ତାଙ୍କେ ଆଉ ଜାଣିନାହାନ୍ତି। ତାହିଁରେ ଗୋଟେ ପତ୍ରଟି ବିଷାକ୍ତ ଥିଲା, ମାନେ ଆଖିର ରୌଶନୀ ପଳାଉଥିଲା। ସେ ପତ୍ରଟାକୁ ସେ ଖାଇ ଦେଇଛି। ଗୋଟେ ଗୋଟେ ପତ୍ର ଦେଖିଛ ନା, ହ୍ୱାଇଟ୍ ହ୍ୱାଇଟ୍ କ୍ଷୀର କ୍ଷୀର ବାହାରେ, ସେ ପତ୍ରଟା ସେ ଟାଇପ୍ର ଥିଲା। ସେ ପତ୍ରଟାକୁ ସେ ଖାଇ ଦେଇଛି। ଖାଇବା ପରେ ତା ଆଖିର ରୌଶନ ଧୀରେ 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 ପଳେଇଛି। ମାନେ ପୁରା ଅନ୍ଧାର 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 ପୁରା ଦେଖାଯାଉଛି। ପୁରା ଆଉ ତାକୁ ଆଉ ଦେଖାଯାଉନି। ସେ ଗୁରୁଜୀ ଗୁରୁଜୀ ଡାକୁଛନ୍ତି। ଗୁରୁଜୀ ଡାକି ଡାକିକିରି ସେ ଆସୁଛି। ଆସିବା ପରେ ଗୋଟେ ଖାତ ଭିତରେ ସେ ପଶି ଯାଇଛନ୍ତି। ସେଇଠି ବି ମଧ୍ୟ ଚିତ୍କାର କରି ଡାକୁଛି, ଗୁରୁଜୀ ମୋତେ ରକ୍ଷା କର, ଗୁରୁଜୀ ମୋତେ ରକ୍ଷା କର। ମୋତେ ସେ ଜଙ୍ଗଲରେ ଗୁରୁଜୀ ଗୁରୁଜୀ ଡାକି ଡାକି ପୁରା ଚିତ୍କାର କରୁଛି। ପୁରା ଚିତ୍କାର କରୁଛି। ପୁରା ସନ୍ଧ୍ୟା ହେଇଗଲାଣି, ରାତି ହେଇଗଲାଣି। ଗୁରୁଜୀ କହିଲେ, ଅଭିମନ୍ୟୁ କ'ଣ ଆସିନି? ସବୁଜା ପିଲାମାନଙ୍କୁ ପଚାରିଲେ, କ'ଣ ହେଲା, ଅଭିମନ୍ୟୁ ଆସିନି, କୁଆଡ଼େ ଗଲା? ନା ଗୁରୁଜୀ କାହିଁ ଆସିନି ତ, ଆମେ ସବୁଆଡ଼େ ଦେଖିଲାଣି କାହିଁ ଆସିନି। ସବୁ ପିଲାକୁ ଧରିକି ଗୁରୁଜୀ କ'ଣ କରିବେ, ଜଙ୍ଗଲକୁ ଯିବେ। ଯେଉଁ ରାସ୍ତାରେ ଗାଈ ଗୋରୁ ଯାଇଛନ୍ତି ସେ ରାସ୍ତାରେ ଖୋଜି ଖୋଜି ଯିବେ। ତ ସେଇ ସମୟରେ ଅଭିମନ୍ୟୁ ଗୋଟେ ଖାଲ ଭିତରେ ପଡ଼ିଥିବ। ଗୁରୁଜୀ ଗୁରୁଜୀ ଚିତ୍କାର କରୁଥିବ। ସେଇଠି ଅଭିମନ୍ୟୁକୁ ଦେଖିଲେ ଯେତେବେଳେ ଗୁରୁଜୀ ଏ ଅବସ୍ଥାରେ ଅଛି, ତ ଗୁରୁଜୀ ତାକୁ ଗୋଟେ ମନ୍ତ୍ର ଦେଲେ ଯେ, ତୋ ତ ଆଖିର ରୌଶନୀ ପଳେଇଛି, ଆଉ ତୁ ଅଶ୍ୱିନୀ କୁମାରଙ୍କର ଧ୍ୟାନ କରେ, ତାପରେ ଯାଇ ତୋ ଆଖିର ରୌଶନୀ ମିଳିବ। ଗୁରୁଜୀ ଖାଇବାକୁ ମଧ୍ୟ ଦେଇନାହାନ୍ତି। ସେ ସମୟରେ ବି ମଧ୍ୟ ତାକୁ କିଛି ବି ସେଇ ଖାଲରୁ ବି ଆଣିନାହାନ୍ତି। ସେଇଠି ହିଁ ସେଇ ମାନେ ଅଶ୍ୱିନୀ କୁମାର ଧ୍ୟାନ କରିବାକୁ କହୁଛନ୍ତି। ସେ ମନେ ଅଶ୍ୱିନୀ କୁମାରଙ୍କ ଧ୍ୟାନ କରୁଛି। ସ୍ୱର୍ଗରେ ଅଶ୍ୱିନୀ କୁମାର କିଛି ଆବଶ୍ୟକ ନାହିଁ, କାହିଁକିନା ସ୍ୱର୍ଗରେ କାହାକୁ ରୋଗ ବ୍ୟାଧି କିଛି ବି ହେଉନି। ତ ସେଇଟା ଅଶ୍ୱିନୀ କୁମାର ମାନେ ଖାଲି ଏମିତି ଆରାମରେ ବସିଥିଲେ। ତ ଯେମିତି ତାଙ୍କର ଧ୍ୟାନ ମାନେ ଅଭିମାନ କରୁଛି, ସେ ତୁରନ୍ତ ଆସିଛନ୍ତି। ଆସିକିରି ଆସିଛନ୍ତି, ପଚାରୁଛନ୍ତି କ'ଣ ହେଇଛି। ନା ଗୁରୁଜୀ ମାନେ ପଚାରୁଛନ୍ତି, କ'ଣ ହେଇଛି? ନା ତମେ କିଏ? ନା ମୁଁ ଅଶ୍ୱିନୀ କୁମାର ସ୍ୱର୍ଗରୁ ଆସିଛି। କହିଲା ପରେ କହିବ, ମୋର ଆଖିର ରୌଶନୀ ପଳେଇଛି ପ୍ରଭୁ, ମୋର ଆଖିର ରୌଶନୀ ପଳେଇଛି। କହିବା ପରେ ଅଶ୍ୱିନୀ କୁମାର କ'ଣ କରେ, ଗୋଟେ ଆପେଲ୍ ଦେବେ। କହିବେ, ଆପେଲ୍ଟା ଖାଇଦେ ଆଉ ତୋର ଆଖିର ରୌଶନୀ ପଳେଇ ଆସିବ। ନାଇଁ ଗୁରୁଜୀ, ନାଇଁ ପ୍ରଭୁଜୀ,
ମୁଁ ଖାଇବିନି, ମୋ ଗୁରୁଜୀଙ୍କର କଥା ନ ଶୁଣିକିରି ଆଜି ମୁଁ ମନ ମାନି କରୁଥିଲି। ମୁଁ ଆଜି ପ୍ରଥମ ଦିନରେ ମୋତେ ଗୁରୁଜୀ ଖାଇବାକୁ ଦେଇଥାନ୍ତେ, ଆଦରପୂର୍ବକ ମୋତେ ଶିକ୍ଷା ଦେଇଥାନ୍ତେ, ମୁଁ ତାଙ୍କ କଥା ନ ଶୁଣି ସବୁ ଖାଇ ଦେଇଥିଲି। ସେକେଣ୍ଡ ଦିନ ବି ମଧ୍ୟ କ୍ଷୀର ପିଇଥିଲି, ଥାର୍ଡ଼ ଦିନ ବି ମଧ୍ୟ ଭୁଲ କରିଥିଲି। ଆଜି ପତ୍ର ଖାଇକିରି ଆଜି ମୋର ଆଖିର ରୋଶନୀ ପଡ଼ିଛି। ମୁଁ ମନ ମାନି ଆଚରଣ କରିବା ସକାଶେ ମୁଁ ବିନା ଗୁରୁ ଯେତେ ପର୍ଯ୍ୟନ୍ତ ନ ଅନୁମତି ଦେଇଛନ୍ତି ମୁଁ ସେ ଆପେଲକୁ ଖାଇବିନି। ତ ଅଶ୍ୱିନୀ କୁମାରକୁ ମନା କରିଦେବି। ମନା କଲା ପରେ ଅଶ୍ୱିନୀ କୁମାର କ'ଣ କରିବେ, ଧମ୍ୟ ଋଷି ପାଖକୁ ଯିବେ ଆଉ କହିବେ ତମର ମାନେ ତମର ଶିଷ୍ୟ ଏଭଳିଆ ମାନେ ପଡ଼ିକିରି ଅଛି, ଆଉ ସେ ଖାଉନି, ତମେ ହିଁ ଆସିଲେ ହିଁ ଖାଇବ ବୋଲି କହୁଛନ୍ତି। ତ ଧମ୍ୟ ଋଷି ଯିବେ ଆଉ ଅଶ୍ୱିନୀ କୁମାର ଯେଉଁ ଆପେଲ ଦେଇଦେବେ, ସେ ଆପେଲ ଗୁରୁଜୀ ଦେଲେ ହିଁ ସେ ଖାଇବ। ଖାଇଲା ପରେ ହିଁ ତାର ଆଖିର ରୋଶନୀ ମିଳିବ। ମିଳିଲା ପରେ ସେ ଗୁରୁଜୀଙ୍କୁ ବହୁତ କ୍ଷମା ମାଗିବ ଯେ ଗୁରୁଜୀ ମୁଁ ଯେଉଁ ଭୁଲ କରୁଥିଲି, ମୁଁ ଯେଉଁ ମନମାନି କାମ କରୁଥିଲି, ସେଥିପାଇଁ ମୋତେ କ୍ଷମା କର। ତ ଆମକୁ ଏଇଠି କ'ଣ ଶିକ୍ଷା ମିଳିଲା ପିଲାମାନେ କମେଣ୍ଟ କରନ୍ତୁ। ଆଉ ଯଦି ଏ ଭିଡ଼ିଓଟା ଭଲ ଲାଗିଲା ଲାଇକ୍ ଆଣ୍ଡ ସେୟାର କରନ୍ତୁ। ଥ୍ୟାଙ୍କ ୟୁ। ହରେ କୃଷ୍ଣ।